ଆଜି ହଉଛି ସଣ୍ଡେ। ରବିବାର ଦିନ ଯଦି ଘରେ ମଜାମସ୍ତି ନ ହବ ଆଉ ଯଦି ଖାଇବା ପାଇଁ ସ୍ପେସିଆଲ ନ ହବ ତ ସଣ୍ଡେ ଟା କଣ ଭଲରେ କଟିବ କି? ସେଥିପାଇଁ ଏପଟେ ମୁଁ ପଳେଇ ଆସିଥିଲି ମାମୁଁ ଘରକୁ ଆମ ଦି ପୁଅକୁ ନେଇକି ଆମ ଘରକୁ, ମାନେ ମୋ ମାଉସୀର ଦି ପୁଅକୁ। ଆଉ ଦିଟା କହୁଛି ଜାଁଳା, ମାନେ ଗୋଟେ ଏତେ ଦୁଷ୍ଟ ଆଉ ଜଣେ ଏତେ ଶାନ୍ତ, ମାନେ କଳ୍ପନା ବାହାରେ। ତ ଏପଟେ ମୁଁ ବାହାରି ଯାଇଥିଲି ରୋଷେଇ କରିବା ପାଇଁ, ଯେହେତୁ ମୋ ଭାଇ ଆଣିଥିଲା ଚିକେନ। ତ ଏପଟେ ଚିକେନ ପାଇଁ ଅଲରେଡି ମୁଁ ଆଳୁକୁ ଫ୍ରାଏ କରିଦେଇଥିଲି ଆଣ୍ଡ ମସଲା ବି ରେଡି କରିଦେଇଥିଲି। ଏପଟେ ମା ଚିକେନ କୁ ଧୋଇ ଧାଇକି ମତେ ଆଣି ଦେଇଯାଇଥିଲା ଚିକେନ କଷିବା ପାଇଁ। ତ ଏପଟେ ମୁଁ ପୁରା ଚିକେନ କୁ ପୁରା ଭଲସେ କଷିକି ପୁରା ଭଲସେ ତାର ମାନେ ଟେଷ୍ଟ ବାହାର କରିକି ଏପଟେ ଆସି ଦେଖିଲା ବେଳକୁ ଦି ଜଣ କଣ କରିଛନ୍ତି, ମୋ ଟୋପିରେ ଲାଗୁଛନ୍ତି। ଜଣେ ତ ମୁହଁ ଉପରେ ଟୋପି ପୁରେଇ ଦେଇଛି, ସେ ମୁଣ୍ଡରେ ସିନା ପିନ୍ଧିବା କଥା ସେ ମୁହଁ ଉପରେ ପିନ୍ଧିଛି ଆଉ ତାକୁ ଦେଖାଯାଉନି। ଆଉ ଜଣେ ଏପଟେ ଟୋପି ଆଣି ମୋ ମୁଣ୍ଡ ପାଣି ଥଉଛି, କହୁ ତୁ ଏଟା କୋଉଠୁ ଆଣିଥିଲୁ, ମତେ କହୁନୁ ତୁ କୋଉଠୁ ଆଣିଥିଲୁ। ଛୋଟିଆ ଛୋଟିଆ ତ ପାଟି, ଛୋଟିଆ ଛୋଟିଆ ପାଟିରେ ଛୋଟିଆ ଛୋଟିଆ କଥା କହୁନୁ, ବହୁତ ଭଲ ଲାଗେ ସେମାନେ କଥା ଶୁଣିବା ପାଇଁ। ତ ଏପଟେ ଆସି ଦେଖିଲା ବେଳକୁ ମୋ ଚିକେନ ଅଲରେଡି କଷି ହେଇଥିଲା। ତ ପୁଣି ଏପଟେ ଆସି ଦେଖିଲା ମୋ ବ୍ଲୁଟୁଥରେ ଲାଗୁଛନ୍ତି। ଆରେ ତ ମୋ ସାନ ପୁଅର ତ କିଛି କାମ ନାହିଁ, କୋଉଠି ସ୍କ୍ରୁ ଢିଲା ହେଇଗଲା, କୋଉଠି କଣା ହେଇଗଲା, କୋଉଠି ଆକୁ ଖେଞ୍ଚି ତାକୁ ଖେଞ୍ଚି, ଖାଲି ଖେଞ୍ଚା ଖେଞ୍ଚି କାମ ସେମାନେ ଦି ଜଣ ଚାଲିଛି। କିନ୍ତୁ ବହୁତ ଭଲ ଲାଗୁଥିଲା ସେମାନଙ୍କ ସହିତ ଖେଳିବା ପାଇଁ। କଥା ନାଇଁ କି ଛୋଟ ଛୁଆ ଯଦି ଘରେ ଥିବେ ମାନେ ଟାଇମ ଟା ଅଟୋମେଟିକଲି ସ୍ପେଣ୍ଡ ହେଇଯାଏ। ତାରି ଭିତରେ ଆମ ଖାଇବା ବି ହେଇଥିଲା, ଆମ ଚିକେନ ବି ରୋଷେଇ ସରିଯାଇଥିଲା। ତା ଭିତରେ ମୁଁ ଟିକେ ପଳେଇ ଆସିଥିଲି କାମରେ ଟିକେ ପାଗାକୁ, ଯୋଉଟା କାମ ସରିଲା ପରେ ବାହାରକୁ ଘରକୁ ବାହାରିଲା ବେଳକୁ ମେଘ ଜୋର ଗାରୁଛି। ଆଉ ଏପଟେ ଯୋଉ ମେଘ ଉଠେଇଛି ମାନେ କଳ୍ପନା ବାହାରେ। ତାପରେ ମୁଁ ବି ରେନିକୋଟ ନେଇ ନଥିଲି, ଓଦାକି ପଳେଇ ଆଇଲି। ତ ଆଜିର ଦିନ ତ ମୋ ବହୁତ ଭଲସେ କଟିଲା। ଆପଣଙ୍କ ସଣ୍ଡେ କେମିତି କଟିଲା?